ମୁଁ ରବୀନ୍ଦ୍ର ମହାପାତ୍ର ଯୁବ ସଂଗଠନର ଆବାହକ। ଆଜି ଆମେ ଭିଜିଲାନ୍ସରେ ଦ୍ୱାରସ୍ଥ ହେବାର ମୁଖ୍ୟ ରିଜନ୍ ହେଉଛି ଦେଖନ୍ତୁ କୋରାପୁଟ ଜିଲ୍ଲାରେ ବିଭିନ୍ନ ଜାଗାରେ ବ୍ଲକ୍ ମାନେ ଷ୍ଟ୍ରିଟ୍ ଲାଇଟ୍ ଲଗାଇଛନ୍ତି। ପ୍ଲାନିଂ ଅଫିସ୍ ପାସ୍ କରିଥିଲା ବିକେ ଯୋଜନା ଏବଂ MLA ଲେଡ୍ ଯୋଜନାରେ ସେ ପାସ୍ ହେଇଥିଲା। ଯେତିକି ଲାଇଟ୍ ଲଗା ହେଇଛି ଆମେ ଯେତେବେଳେ ପର୍ସନାଲି ବୁଲିଲୁ ସେତେବେଳେ ଦେଖିଲା ବେଳକୁ ଅଧିକାଂଶ ଲାଇଟ୍ ଲାଗିନାହିଁ। ଯେତେବେଳେ ଆମେ RTIରେ ମାଗିଲୁ କେତେ ଲାଇଟ୍ ଲଗାଇଛନ୍ତି କ'ଣ ହେଇଛି ତାର ଡିଟେଲ୍ସ ଦିଅନ୍ତୁ ବୋଲି ମାଗିବୁ ତ ବିଭିନ୍ନ ବ୍ଲକ୍ ବିଭିନ୍ନ ପ୍ରକାର ଦେଲେ। ପ୍ଲାନିଂ ଯେଉଁ ପାସ୍ କରିଛି ସେମାନେ ଦେଇଛନ୍ତି 3 ବର୍ଷ ମେଣ୍ଟେନାନ୍ସ କରିବା ପିରିୟଡ଼ଟା ସେମାନଙ୍କର ମିନିମମ୍ 3 ବର୍ଷ ସେମାନେ ଯିଏ ଲଗେଇଛି ସେମାନେ ମେଣ୍ଟେନାନ୍ସ କରିବେ। କିନ୍ତୁ ଯେଉଁମାନେ ଲଗେଇଛନ୍ତି ତାର 15 ଦିନରୁ ମାସେ ପରେ ସେ ଲାଇଟ୍ ଲାଗୁନାହିଁ ତ ସେଇଟା ମେଣ୍ଟେନାନ୍ସ କରାହେଉନାହିଁ। ମେଣ୍ଟେନାନ୍ସ ବାବଦକୁ ପଇସା ସେମାନେ କାହିଁକି ନେବେ? ଦ୍ୱିତୀୟ ଜିନିଷ ଯେଉଁଠି ଲାଇଟ୍ ଲଗା ହେଇଛି ବୋଲି ଦେଖାଉଛନ୍ତି 1000 ଲାଇଟ୍ ଲଗେଇଛି ବୋଲି ଦେଖାଉଛନ୍ତି ସେଠି 200ରୁ 300 ଲାଇଟ୍ ଲଗେଇଛନ୍ତି। ବାକି ଲାଇଟ୍ ଦେଖାଯାଉନାହିଁ। ଯଦି ବାକି ଲାଇଟ୍ ଦେଖାଯାଉନାହିଁ ଚୋରି ହେଇଥାଇପାରେ। ଯଦି ଚୋରି ହେଇଥାଇପାରେ ମାନେ ଆଡମିନିଷ୍ଟ୍ରେସନ୍ କେବେ FIR ଦେଇନାହାନ୍ତି ଯେ ଚୋରି ହେଇଛି। ଗୋଟେ ଦିନରେ ତ ସବୁ ଶହ ଲାଇଟ୍ ଚୋରି ହେବ ନାହିଁ ତ FIR କେବେ ବ୍ଲକ୍ ଆଡମିନିଷ୍ଟ୍ରେସନ୍ ଦେଇନାହାନ୍ତି। ଦ୍ୟାଟ୍ ମିନ୍ସ ସେଠି ଲାଇଟ୍ଟା ଲଗା ହେଇନାହିଁ। ଯେତେବେଳେ ଲାଇଟ୍ ଲଗା ହେଇନାହିଁ ସେମାନେ ଯେଉଁ ବିଲ୍ ନେଇଛନ୍ତି ଫଲ୍ସ ବିଲ୍ ନେଇଛନ୍ତି। ତ ଆକୁ ନେଇକି ଆମେ ଅଭିଯୋଗ କରୁଛୁ ଯେଉଁ ଜାଗାରେ ଲାଇଟ୍ ଲାଗିନାହିଁ ଯେଉଁ ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍କୁ ଫଲୋ କରାହେଇନାହିଁ ବିକେ ଯୋଜନାରେ ଯେଉଁ ବ୍ୟାପକ ଦୁର୍ନୀତି ହେଇଛି ତାର ତଦନ୍ତ କରିବା ପାଇଁ ଆମେ ଆଜି ଭିଜିଲାନ୍ସର ଦ୍ୱାରସ୍ଥ ହେଇଛୁ। ଆମେ ବର୍ତ୍ତମାନ କୁନ୍ଦ୍ରା କଟପାଡ଼ ବୋଇପାରଗୁଡ଼ା ଜୟପୁର ବ୍ଲକ ବିଷୟରେ ଦେଇଛୁ। ଯେଉଁ ଜାଗାରେ କି କୁନ୍ଦ୍ରା ଜାଗାରେ 21,000 ଟଙ୍କା ବିଲ୍ ହେଇଛି ସେଠି 500 ଜାଗାରେ 400 ଲାଇଟ୍ ଲାଗିଛି। ଜୟପୁର ଜାଗାରେ 8,000 ଟଙ୍କା ବିଲ୍ ହେଇଛି ସେଠି 500 ଜାଗାରେ 200 ଲାଇଟ୍ ଲାଗିଛି। ତ ଆର ତଦନ୍ତ କରାଯାଉ। ଯେଉଁ ଲାଇଟ୍ ଯଦି ଚୋରି ହେଇଛି ତାର ଭେରିଫିକେସନ୍ କରାଯାଉ। ଆମେ ଆ ପୂର୍ବରୁ ଗୋଟେ ଦେଇଥିଲୁ ଜୟପୁର ମ୍ୟୁନିସିପାଲିଟିରେ ଏମିତି ଲାଇଟ୍ ଦେଖାଯାଉନାହିଁ ବୋଲି ଯେତେବେଳେ ଆମେ ଅଭିଯୋଗ ଦେଲୁ 5,000 ଲାଇଟ୍ ଲଗେଇଛି ବୋଲି ଦେଖାଇଥିଲେ କିନ୍ତୁ 3,000 ଲାଇଟ୍ ଲଗେଇଥିଲେ। ଯେତେବେଳେ ସେମାନେ ନିଜେ ଭେରିଫିକେସନ୍ କଲେ ଲାଷ୍ଟ ଟାଇମ୍ ଯେଉଁ ଏକ୍ଜିକ୍ୟୁଟିଭ୍ ଅଫିସର ଥିଲେ ସିଦ୍ଧାର୍ଥ ପଟ୍ଟନାୟକ ସେ ଯେତେବେଳେ ଭେରିଫିକେସନ୍ କଲେ ପାଖାପାଖି 1500ରୁ 1600 ଲାଇଟ୍ ଦେଖାଗଲା ନାହିଁ। ତ ସାଙ୍ଗେ ସାଙ୍ଗେ ସେ FIRଟା ଦେଲେ। କିନ୍ତୁ ଆମେ ତାଙ୍କୁ ଜଣେଇଲୁ ଯେ ଏଇ ଲାଇଟ୍ ଲଗା ହେଇନାହିଁ କିନ୍ତୁ ବିଲ୍ ହେଇଛି କିନ୍ତୁ ସେ FIRଟା ଦେଲେ। FIR ଦେବା ପରେ କ'ଣ ହେଉଛି ଯେଉଁ କମ୍ପାନୀ ଲାଇଟ୍ ଲଗେଇଥିବ ତାର ମେଣ୍ଟେନାନ୍ସ ପିରିୟଡ଼ ଅଛି ସିଏ ଇନ୍ସୁରାନ୍ସ କରିଥାଉଛି। ସେ ଇନ୍ସୁରାନ୍ସ ପଇସାଟା ତାର ଲାଭ ହେଇଗଲା। FIR ଦେଲେ ଲାଭ ଇନ୍ସୁରାନ୍ସ କମ୍ପାନୀଠୁ ଲାଭ କମ୍ପାନୀ ପାଇଲା। କିନ୍ତୁ ପବ୍ଲିକ୍ ଆଜି ବି ଅନ୍ଧାରରେ ରହିଛନ୍ତି। ସେ 1300 ଯେଉଁ 1400 କି 1500 ଲାଇଟ୍ ଯାହା ଦେଖାଗଲା ନାହିଁ ସେଇଟା ତାଙ୍କଠାରୁ ମଗେଇଥାନ୍ତେ କି ଇନ୍ସୁରାନ୍ସ ପଇସା ସେମାନେ ଯାହା କ୍ଲେମ୍ କରିକି ନେଲେ ସେ ପଇସାଟା ଆଣିକି ଲଗେଇଥାନ୍ତେ। ପାଖାପାଖି ଆମେ ଯାହା କାଢ଼ିଛୁ ତ ପାଖାପାଖି 50ରୁ 60% ଲାଇଟ୍ ଲାଗିନାହିଁ। ତ ସେଇଟା ଇଏ କରାଯାଉ ଲାଇଟ୍ ରିଟର୍ନ ଲାଗୁ। 2023-24, 24-25, 25-26 ସିଜନ୍ର ଯେଉଁ ଯେତିକି ବିକେ ଏବଂ MLA ଲେଡ୍ରେ ବ୍ୟାପକ ଦୁର୍ନୀତି ହେଇଛି ସେଠି ପ୍ରାୟ ଲାଗିନାହିଁ। ଯେତିକି ବିଲ୍ ପାସ୍ କରାହେଉଛି ଲଗାଉଛି କିଏ? ଡିପାର୍ଟମେଣ୍ଟାଲ କାମ ହେଉଛି ତ ଜେଇଙ୍କ ନାଁରେ ବିଲ୍ ହେଉଛି। ଜେଇ ୱାର୍କ ଅର୍ଡର ଜେଇର ନାଁ ରହୁଛି ବିଲ୍ ମଧ୍ୟ ଜେଇର ନାଁ ରହୁଛି। ମେଜରମେଣ୍ଟ ଲାଗିଛି କି ନା ଇନଷ୍ଟଲେସନ୍ ସାର୍ଟିଫିକେଟ୍ ମଧ୍ୟ ଜେଇ ଦେଉଛି। ତ ସିଏ ନିଜେ ଲଗେଇଲା କି ନ ଲଗେଇଲା କିଏ ଜାଣିବ? ସେ ନ ଲଗେଇକି ମଧ୍ୟ ବିଲ୍ କରୁଥାଇପାରେ। ସେଥିପାଇଁ ଗଭର୍ଣ୍ଣମେଣ୍ଟର ଗୋଟେ ଗାଇଡ଼ଲାଇନ୍ ରହିଛି ଯେ ଲୋକାଲ লিডর যে অনেক লোকাল সরপঞ্চ হোক কি সমিতি সভ্য হোক কি ওয়ার্ড মেম্বর হোক সেমানଙ୍କର ଗୋଟେ সিগনেচর রহবা কথা ইনস্টলেশন হলা কি নাই লাইটটা লাগিলা কি নাই সিগনেচর হবা কথা কিন্তু এটি সিগনেচর হেই নাই। দেখুন এটি যেতিকি হয়েছি ব্লাঙ্কটা রয়েছে দেখুন এই জায়গায় সিগনেচর হি হেই নাই। লোকাল কৌশি সরপঞ্চ কিংবা সমিতি সভ্য কিংবা ওয়ার্ড মেম্বরଙ୍କର সিগনেচর হেই নাই। তো এইটি লাইট লাগিছি বলে প্রুফ কোণ ଅଛି? যেতবে ইনস্টলেশন সার্টিফিকেট নাই কেমিতি আকু বিল করাগলা? যেই লগাইলা যেই নিজে দেখিলা লাগিছে যেই নিজে বিল করদেলা। তো এটি 100টা লগাইছি বলে সে যদি 5টা লাইট লগাইলা তা পাই কে রেসপন্সিবল রহব? ইয়ে করেছি কুন্দ্রা কটপাড় বৈপারীগুড়ার কাম। এইটি সূর্যোদয় কোম্পানি করেছি সঞ্জয় জৈন বলে করছেন। বিভিন্ন জায়গায় বিভিন্ন কন্ট্রাক্টর কাম করছেন। আমি কেউ কন্ট্রাক্টর সহ কথা হবু যে বি কাম করু পব্লিক যেমনি হইরাণ ন হুম অন্ধারে রয়েছেন পব্লিক সেটি অন্ধার ন রুহতু। যেতিকি লাইট দেখা যাও সে লাইটটা রিপ্লেস হোক। আম সহিত ডিল হবার কোণ দরকার? আমি কইছিলু ଯେଉଁ ଜାଗାରେ ଲାଇଟ୍ ନାହିଁ ସେ ଜାଗାରେ ଲାଇଟ୍ ଲାଗୁ। ଆମେ କଲେକ୍ଟରଙ୍କୁ 6 ମାସ ପୂର୍ବରୁ ଦେଇଛୁ। ଡିଲ୍ର କୌଣସି ପ୍ରଶ୍ନ ହିଁ ଉଠୁନାହିଁ। ଲାଷ୍ଟ ଟାଇମ୍ କଲେକ୍ଟରଙ୍କୁ ଦେଇଥିଲୁ। କଲେକ୍ଟର ଅଭିଯୋଗ ପାଇବାର 6 ମାସ ହେଲା କୌଣସି ପଦକ୍ଷେପ ନେଇନାହାନ୍ତି। କିନ୍ତୁ ଆଜି ଆମକୁ ଗୋଟେ ଆଶା ଦେଖାଗଲା ଯେହେତୁ ଯାଜପୁର ଏବଂ ନୟାଗଡ଼ ଜାଗାରେ ଯେତେବେଳେ ଭିଜିଲାନ୍ସ ଠିକାଦାରଙ୍କୁ ଆରେଷ୍ଟ କଲା ଏବଂ ଆ ଉପରେ ଷ୍ଟେପ୍ ନେଉଛନ୍ତି ତ ଯେତେବେଳେ ଷ୍ଟେପ୍ ନେଲେ ଭିଜିଲାନ୍ସ ଆମକୁ ଗୋଟେ ଆଶା ଦେଖାଗଲା ଯଦି ଯାଜପୁର ଷ୍ଟେପ୍ ନେଉଛନ୍ତି ନୟାଗଡ଼ ଷ୍ଟେପ୍ ନେଉଛନ୍ତି କୋରାପୁଟ ଜିଲ୍ଲାରେ କାହିଁକି ନେବେ ନାହିଁ? ତ ସେଥିପାଇଁ ଆମେ ଆଜି ଭିଜିଲାନ୍ସର ଦ୍ୱାରସ୍ଥ ହେଲୁ। କିନ୍ତୁ ଆ ପୂର୍ବରୁ ଆମେ କଲେକ୍ଟରଙ୍କୁ ଜଣେଇଛୁ କଲେକ୍ଟର କୌଣସି ଷ୍ଟେପ୍ ନେଇନାହାନ୍ତି।